ବନ ବିଭାଗର ଚଢ଼ାଉ 10 ଲକ୍ଷ ଟଙ୍କାର ଶାଗୁଆନ କାଠ ଓ ଉଡ୍କାର ଭିଙ୍ଗ ମେସିନ୍ ଜବତ। ସିନାପାଲି ବ୍ଲକ ସଦର ଗ୍ରାମ ଜଣକ ଘରେ ବେଆଇନ ଶାଗୁଆନ କାଠର ଫର୍ଣ୍ଣିଚର ନିର୍ମାଣ ଚାଲିଥିବା ବେଳେ ବନ ବିଭାଗ ମଙ୍ଗଳବାର ତା ଉପରେ କରିଥିଲା ଚଢ଼ାଉ। ପ୍ରାପ୍ତ ଖବର ଅନୁସାରେ ଏଠାରେ 1 ବର୍ଷରୁ ଅଧିକ ଦିନ ହେବ ବେଆଇନ ଭାବେ ଶାଗୁଆନ କାଠରେ ଫର୍ଣ୍ଣିଚର ତଥା ପଲଙ୍କ, କବାଟ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ବିକ୍ରି କରାଯାଉଥିଲା। କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଖଡ଼ିଆଳ ଏସିଏଫ୍ ମହମ୍ମଦ ମୁସ୍ତଫ ସାଲିଆଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରାଯାଇଥିଲା। ସେଠାରୁ 2 ଟ୍ରିପ୍ ଟ୍ରାକ୍ଟରର ଶାଗୁଆନ କାଠ ଫର୍ଣ୍ଣିଚର ତିଆରି ଉଡ୍କାର ଭିଙ୍ଗ ମେସିନ୍ ଜବତ କରାଯାଇଛି। ସେହି ଉଭୟ ସାମଗ୍ରୀର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବେଆଇନ ଭାବେ କାମ କରୁଥିବା ବେପାରୀ ଫେରାର ଥିବା ପ୍ରକାଶ। ଏନେଇ ଅଧିକା ସୂଚନା ଏସିଏଫ୍କୁ ପଚାରିବାରୁ ଚଢ଼ାଉ କାର୍ଯ୍ୟ ଚାଲିଛି, ଶେଷ ହେଲା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ଏ ଚଢ଼ାଉରେ ସିନାପାଲି ବନାଞ୍ଚଳ ଅଧିକାରୀ ଜୟଦେବ ମାଝୀ, ଫରେଷ୍ଟର ଖଗେଶ୍ୱର ମାଝୀ, ଦୁର୍ଯ୍ୟୋଧନ ଦୀକ୍ଷିତ, ଗୋପାଳ ମହାନନ୍ଦ, ରଞ୍ଜନ ସାହୁ, ସୁଦାମ ବାଗ, ରମରଞ୍ଜନ ରାଉତ ଓ ଖଡ଼ିଆଳ କମନା ନୂଆପଡ଼ା ସିନାପାଲିର ବନ ବିଭାଗର କର୍ମଚାରୀ ସାମିଲ ଥିଲେ। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।